ବାହାରକୁ ଯାତ୍ରା କରିବା ସମୟରେ ନିଜେ ଛିଙ୍କି ଦେବା କିମ୍ବା ଝିଟିପିଟି ଟକ୍ ଟକ୍ ଶବ୍ଦ କରିବା କିମ୍ବା ଝିଟିପିଟି ଆଗରେ ପଡ଼ିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଯଦି କଳା ପିମ୍ପୁଡ଼ି ଡିମ୍ବ ଧରି ବାହାରନ୍ତି ତେବେ ଘର ପାଇଁ ଶୁଭ ଅଟେ ଏବଂ ଧନର ଆଗମନର ସଂକେତ ଅଟେ, କିନ୍ତୁ ନାଲି ପିମ୍ପୁଡ଼ି ଅଶୁଭ ଅଟେ। ଛାତ ଉପରେ ଯଦି ଚଢ଼େଇମାନେ ଏକତ୍ରିତ ହୁଅନ୍ତି ତେବେ ଶୁଭ ସଂକେତ ଅଟେ ଏବଂ ଘରେ ଶୁଭ କାର୍ଯ୍ୟ ହେବାର ମଧ୍ୟ ସଂକେତ ଅଟେ। ସୂର୍ଯ୍ୟ ଉଦୟ ପରେ ଝାଡ଼ୁ କଲେ ଶୁଭ ହୋଇଥାଏ, କିନ୍ତୁ ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ କଲେ ଧନ ସମ୍ପତ୍ତି ହାନି ହୁଏ। ବ୍ରହ୍ମ ମୁହୂର୍ତ୍ତରେ ଯଦି ଚନ୍ଦ୍ରଙ୍କ ଦର୍ଶନ ହୁଏ ତେବେ ବହୁତ ଶୁଭ ଅଟେ। କୌଣସି ଦିନ ଯଦି ରଙ୍ଗ ବେରଙ୍ଗର ପ୍ରଜାପତି ଆପଣଙ୍କ ଉପରେ ବସେ କିମ୍ବା ଆପଣଙ୍କ ଚାରିପାଖରେ ଉଡ଼ି ବୁଲେ ସୁଖ ଶାନ୍ତି ପ୍ରାପ୍ତ ହେବାର ସଂକେତ ଅଟେ। ଯଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବା ସମୟରେ ଗାଈ କିମ୍ବା ନଡ଼ିଆ ସାମ୍ନାରେ ଦେଖିଲେ ଶୁଭ ଏବଂ ସଫଳତା ମିଳିଥାଏ। ଯଦି ରାସ୍ତାରେ ଯାଉଥିବା ବେଳେ ପଇସା ପଡ଼ିଥିବାର ମିଳେ ତେବେ ଏହାକୁ ନେଇ ପୂଜା ସ୍ଥାନରେ ରଖିବା ଉଚିତ। ଘରେ ଝାଡ଼ୁ ସବୁବେଳେ ଲୁଚେଇ ରଖିବା ଉଚିତ ଏବଂ ଠାକୁର ଘରେ ରୋଷେଇ ଘରେ ରଖିବ ନାହିଁ। ଯଦି ଆପଣ ସ୍ୱପ୍ନରେ ଗଛ ଚଢ଼ୁଥିବାର ଦେଖନ୍ତି ତେବେ ଧନ ପ୍ରାପ୍ତିର ସୂଚନା ମିଳିଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ।